ଯେଉଁଭଳି ଭାବରେ ବାଂଲାଦେଶରେ ନରସଂହାର ଚାଲିଛି ତାହା ବିଶ୍ୱକୁ ସ୍ତବ୍ଧ କରିଛି। କେନ୍ଦ୍ରାପଡ଼ା ଜିଲ୍ଲାର ଉପକୂଳ ତଟବର୍ତ୍ତୀ ଅଞ୍ଚଳ ଯଥା ତାଳଚୁଆ, ଗୁପ୍ତି, ମହାକାଳପଡ଼ାରେ ଭୟରେ ଆତଙ୍କ ଦେଖାଦେଇଛି। କାରଣ ଏହିସବୁ ଅଞ୍ଚଳରେ ଜଳପଥ ଦେଇ ରାତି ଅଧିଆ ବାଂଲାଦେଶୀ ଅନୁପ୍ରବେଶକାରୀ ପ୍ରବେଶ କରୁଛନ୍ତି। ବିଗତ ଦିନରେ ଅନୁପ୍ରବେଶକାରୀଙ୍କ ଦ୍ୱାରା ଜାତୀୟ ଉଦ୍ୟାନ ଭିତରକନିକା ଜଙ୍ଗଲ କାଟି ରେଡିଓ ଷ୍ଟେସନ ନିର୍ମାଣ, ଜାତୀୟ ପତାକା ପୋଡ଼ି ସମୁଦ୍ରରେ ବେନିୟ ମାଛ ଧରା, ନିଶା କାରବାର, ଗୋରୁ ଚାଳନ, ମନ୍ଦିରରେ ମୂର୍ତ୍ତି ଚୋରି ଭଳି ଅନେକ ଦେଶଦ୍ରୋହୀ କାର୍ଯ୍ୟକଳାପରେ ଲିପ୍ତ ରହିଛନ୍ତି, ଯାହା ସମଗ୍ର ରାଜନଗର ଓ କେନ୍ଦ୍ରାପଡ଼ା ଜିଲ୍ଲାର ସୁରକ୍ଷାକୁ ସମ୍ପୂର୍ଣ୍ଣ ବିପନ୍ନ କରିଛି। କିନ୍ତୁ ଏହାକୁ ସୁରକ୍ଷା ଦେବାରେ ତାଳଚୁଆ ସାମୁଦ୍ରିକ ଥାନା ବିଫଳ ହୋଇଛି। ପୂର୍ବ ତଟକୁ ସୁରକ୍ଷା ଦେବା ଲାଗି ଯେଉଁ ପାଟ୍ରୋଲିଂ ବୋଟ୍ ଦିଆଯାଇଛି ତାହା କେବଳ ଦେଖିବା ଯୋଗ୍ୟ ହୋଇଛି। ପେଟ୍ରୋଲ ନଥିବାରୁ ଦୀର୍ଘ 11 ମାସ ହେବ ଏହି ବୋଟ୍ ଅଚଳ ଅବସ୍ଥାରେ ପଡ଼ି ରହିଥିଲା। ମାତ୍ର ବାଂଲାଦେଶରେ ନରସଂହାର ହେବା ପରେ ସେହି ଶୋ ବନିଥିବା ପେଟ୍ରୋଲିଂ ବୋଟ୍ ଏବେ ବୁଲିବା ଆରମ୍ଭ କରିଛି। ଆଜି ଏହି ସମ୍ବେଦନଶୀଳ ସମୟରେ ଫେରି ଘାଟରେ ବୋଟ୍ ଯୋଗେ ଆସୁଥିବା ଯାତ୍ରୀଙ୍କୁ ଯାଞ୍ଚ କରୁଥିବାର ନଜର ଆସିଛି। କିନ୍ତୁ ଯେଉଁ ଯାଞ୍ଚ ହେଉଛି ତାହା କେବଳ ଆଧାର କାର୍ଡ ଦେଖି। ଅନ୍ୟପଟେ ଏ ସମ୍ପର୍କରେ ମୁହଁ ଖୋଲିବାକୁ ମନା କରିଛନ୍ତି ତାଳଚୁଆ ସାମୁଦ୍ରିକ ଥାନା ଅଧିକାରିଣୀ ସସ୍ମିତା ସାହୁ। କେବଳ ଏତିକି କହିଛନ୍ତି ତାଙ୍କୁ କୁଆଡ଼େ ଉପରୁ ମନା ହୋଇଛି ମୁହଁ ଖୋଲିବା ପାଇଁ। ହିଂସା କାଣ୍ଡ ଯେଉଁ ଚାଲିଛି ମାନେ ମ୍ୟାକ୍ସିମମ୍ ତାଙ୍କର 8 ରୁ 10-12 ଘଣ୍ଟା ଭିତରେ ସେ ଆମକୁ ଇଏ ଅଞ୍ଚଳକୁ ସେ ପ୍ରବେଶ କରିପାରନ୍ତି। ବାଲେଶ୍ୱରରୁ ହେଇକି ତାଙ୍କର ଆମ ତାଳଚୁଆ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ଜିଲ୍ଲାରେ ସେମାନେ ପଶିଯାଇ ପାରନ୍ତି। ସେଇପାଇଁ ଆମେ ନିବେଦନ କରିବୁ ଆମର ଯେଉଁ ମ୍ୟାଡ଼ାମ୍ ଯେଉଁ ଅଛନ୍ତି କିଛି ଆମର ଯେଉଁ ଷ୍ଟାଫ୍ କିଛି ମଗେଇକି ପେଟ୍ରୋଲିଂ ଘାଟ, ନଈ ଆଉ ବଜାର ଏ ସବୁ ଆଡ଼େ ସବୁ ମାନେ ନଈ ଯେଉଁ ଚାରିପଟେ ଆମେ ଯେଉଁ ଅଛୁ ଯେଉଁ ଦ୍ୱୀପ ଯେଉଁ ମଝିରେ ଏସବୁରେ ନିହାତି ପେଟ୍ରୋଲିଂରେ ନିହାତି ଆବଶ୍ୟକ। ବର୍ତ୍ତମାନ ଷ୍ଟ୍ରିକ୍ଟ ଅର୍ଡର ଆସିଛି ଆମ ତାଳଚୁଆ ଥାନା ଅଣ୍ଡର ତାଳଚୁଆ ଥାନା ଏରିଆକୁ। ଆମର ଯେହେତୁ ବର୍ତ୍ତମାନ ତାଳଚୁଆ ଥାନାରୁ ଆମର ଧାମରା ହେଲା, ଆପଣଙ୍କର କାଳିନାଳି ହେଲା, ଆମର ମେନ୍ ସୋର୍ସ ଅଫ୍ କମ୍ୟୁନିକେସନ୍ ହେଲା। ଆମେ ବୋଟ୍ରେ ଯିବା ଆସିବା କରୁଛନ୍ତି ଲୋକମାନେ। ତ ବର୍ତ୍ତମାନ ଯେହେତୁ ବାଂଲାଦେଶରେ ଡିଷ୍ଟର୍ବାନ୍ସ ଚାଲିଛି, ଆମର ତାଳଚୁଆକୁ ବୋଟ୍ରେ ଯେଉଁମାନେ ଆସୁଛନ୍ତି ସେମାନେ କିଏ ଆସୁଛନ୍ତି, କେଉଁଥିପାଇଁ ଆସୁଛନ୍ତି, ତାଙ୍କର କାମ କ'ଣ, ତାଳଚୁଆକୁ ଯେଉଁମାନେ ଆସୁଛନ୍ତି ଯେଉଁମାନେ ନୂଆ ଲୋକ ଆମେ ଦେଖୁଛୁ, ତ ଯେଉଁମାନେ ବୋଟ୍ରେ ଆସୁଛନ୍ତି ଯେଉଁମାନେ ଆମେ ନୂଆ ଲୋକ ଦେଖୁଛୁ, ଆମେ ଯେତେବେଳେ ସେମାନେ ଓହ୍ଲାଉଛନ୍ତି ବୋଟ୍ରୁ ଆମେ ତାଙ୍କୁ ଚେକ୍ କରୁଛୁ। ତାଙ୍କର ଆଧାର କାର୍ଡ ହେଲା କି ତାଙ୍କର କୌଣସି ଆଇଡି ପ୍ରୁଫ୍ ଆମେ ଚେକ୍ କରୁଛୁ। ଆପଣ କେଉଁଠୁ ଆସିଲେ, ତାଳଚୁଆକୁ କ'ଣ ପାଇଁ ଆସିଲେ, ଆପଣଙ୍କର କାମ କ'ଣ, এই যে বাংলাদেশ সমস্যাকে নেই আমার যেহেতু বর্তমান অর্ডর আসছি যে আপনার প্রপর চেক করতু। তেমন আমার 24 ঘন্টা আমার দিন হো রাতি হো আমি 24 ঘন্টা বর্তমান চেক করছু। আমার তালচুয়া থানা এবে আমি চেক কলু তাঙ্কর যে ব্যাগ নেকি যাউছন্তি, জনে আসিলা সে গোটে ব্যাগ নেকি আসিলা, তা ব্যাগ রে কোন অছি, সে তালচুয়াକୁ কোন পাইকি আসছি, তার আইডি প্রুফ কোন, সে লোক কিଏ, তালচুয়াକୁ সে কোন পাই আসছি, এটা আমি ডিটেলস চেক করছু। রাজনগর সর্বেশ্বর প্রধান রিপোর্ট।